Welcome to our class Deep Insight. So today we are discussing about contributions of Emile Durkheim to sociology. ତ ସମାଜ ବିଜ୍ଞାନକୁ ଇମାଇଲ ଦୁର୍ଖାଇମଙ୍କର ଅବଦାନ କ'ଣ? ତ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଅଗଷ୍ଟ କମ୍ତେଙ୍କ ପରେ ଇମାଇଲ ଦୁର୍ଖାଇମ ହେଉଛନ୍ତି ଦ୍ୱିତୀୟ ସମାଜ ବିଜ୍ଞାନବିତ୍। କମ୍ତେଙ୍କ ପରି ସେ ସମାଜ ବିଜ୍ଞାନକୁ ଏକ ବୈଜ୍ଞାନିକ ବିଷୟ ଭାବରେ ଅଧ୍ୟୟନ କରିବାକୁ ଚାହୁଁଥିଲେ। ସମାଜ ବିଜ୍ଞାନ ପ୍ରତି ତାଙ୍କର ମୁଖ୍ୟ ଅବଦାନ ଗୁଡ଼ିକ ହେଉଛି ସମାଜତାତ୍ତ୍ୱିକ ପଦ୍ଧତିର ନିୟମାବଳୀ ଦି ରୁଲ୍ସ ଅଫ୍ ସୋସିଓଲୋଜିକାଲ ମେଥଡ, ସମାଜରେ ଶ୍ରମ ବିଭାଜନ ଡିଭିଜନ ଅଫ୍ ଲେବର ଇନ୍ ସୋସାଇଟି, ଆତ୍ମହତ୍ୟା ସୁଇସାଇଡ୍, ଧାର୍ମିକ ଜୀବନରେ ପ୍ରାରମ୍ଭିକ ପ୍ରକାର ଦି ଏଲିମେଣ୍ଟାରୀ ଫର୍ମସ୍ ଅଫ୍ ରିଲିଜିୟସ୍ ଲାଇଫ୍ ଇତ୍ୟାଦି। ତ ସମାଜତାତ୍ତ୍ୱିକ ପଦ୍ଧତିର ନିୟମାବଳୀ। ଦୁର୍ଖାଇମ ଅଗଷ୍ଟ କମ୍ତେଙ୍କର ଉତ୍ତରାଧିକାରୀ ରୂପେ ପାକ୍ଷିକ ସକାରାତ୍ମକ ବିଚାରଧାରାର ପୃଷ୍ଠପୋଷକ ଥିଲେ। ସେ ପାର୍ଥିବ ବିଜ୍ଞାନର ପଦ୍ଧତିଗୁଡ଼ିକୁ ସାମାଜିକ ଘଟଣାବଳୀର ବ୍ୟାଖ୍ୟାରେ ପ୍ରୟୋଗ କରିବାରେ ବିଶ୍ୱାସ କରୁଥିଲେ। ସେ ବସ୍ତୁନିଷ୍ଠ ବାସ୍ତବ ଏବଂ ଅନୁଭବସିଦ୍ଧ ପଦ୍ଧତିର ଦୃଢ଼ ସମର୍ଥକ ଥିଲେ। ସେ ସମାଜ ବିଜ୍ଞାନକୁ ସାମାଜିକ ତଥ୍ୟ ସୋସିଆଲ ଫ୍ୟାକ୍ଟର ଅଧ୍ୟୟନ ବୋଲି ଗ୍ରହଣ କରିଥିଲେ। ସାମାଜିକ ତଥ୍ୟକୁ ବ୍ୟାଖ୍ୟା କରିବାକୁ ଯାଇ ସେ ଲେଖିଛନ୍ତି, ଗୋଟିଏ ସାମାଜିକ ତଥ୍ୟ ବ୍ୟବହାରର ଏକ ଅବସ୍ଥା, ଭାବନା, ଅନୁଭବ ବା ଆଚରଣ ଯାହାକୁ ବସ୍ତୁନିଷ୍ଠ ଭାବେ ପର୍ଯ୍ୟବେକ୍ଷଣ କରାଯାଇପାରେ ଏବଂ ଏଥିରେ ବାଧ୍ୟକାରୀ ବା ବଳପ୍ରୟୋଗକାରୀ ଗୁଣ ନିହିତ ଥାଏ। ତ ଶ୍ରମ ବିଭାଜନ ଡିଭିଜନ ଅଫ୍ ଲେବର। ଦୁର୍ଖାଇମଙ୍କ ଗବେଷଣାତ୍ମକ ନିବନ୍ଧ ଡି ଲା ଡିଭିଜନ ଡୁ ଟ୍ରାଭେଲ ସୋସିଆଲରେ ସେ ଯନ୍ତ୍ରବତ୍ ଏକତା ମେକାନିକାଲ ସଲିଡାରିଟି ଏବଂ ଜୈବ ଏକତା ସମ୍ପନ୍ନ ଦୁଇ ପ୍ରକାର ସମାଜର ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ପ୍ରାଚୀନ ସମାଜରେ ଯନ୍ତ୍ରବତ୍ ଏକତା ଏବଂ ଆଧୁନିକ ଶିଳ୍ପ ସମାଜରେ ଜୈବ ଏକତାର ଲକ୍ଷଣ ଦେଖାଯାଇଥାଏ। ଯନ୍ତ୍ରବିଦ ଏକତାର ସମସ୍ତ ସଦସ୍ୟମାନଙ୍କର ବିଶ୍ୱାସ ଆବେଗରେ ସମାନତା ପରିଦୃଷ୍ଟ ହୋଇଥାଏ। ବ୍ୟକ୍ତିମାନଙ୍କଠାରେ ସାମୂହିକ ସଚେତନତାର ମାତ୍ରା ଅଧିକ ଥାଏ। ସମାଜରେ ପ୍ରଭେଦୀକରଣ କେବଳ ଲିଙ୍ଗ ଏବଂ ବୟସ ଆଧାରରେ ଆଧାରିତ ଥାଏ। ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାମୂହିକ କର୍ତ୍ତବ୍ୟ ଜ୍ଞାନର ପ୍ରାଧାନ୍ୟ ଥାଏ। ସମାଜରେ ଦମନମୂଳକ ଆଇନ ରିପ୍ରେସିଭ ଲଜର ଅଧିକ ପ୍ରଚଳନ ଦେଖିବାକୁ ମିଳିଥାଏ। ତ ଦୁର୍ଖାଇମଙ୍କ ମତରେ ମାନବ ସମାଜ ଏହି ଯନ୍ତ୍ରବତ୍ ଏକତାରୁ ଜୈବିକ ଏକତା ପ୍ରଦର୍ଶନ କରୁଥିବା ସମାଜକୁ ଗତି କରିଥାଏ। ତାଙ୍କ ମତରେ ଜନସଂଖ୍ୟାର ଘନତ୍ୱ ଓ ଜନସଂଖ୍ୟାର ନୈତିକ ମାନରେ ବୃଦ୍ଧି ଶ୍ରମ ବିଭାଜନର ମୁଖ୍ୟ କାରଣ। ଜନସଂଖ୍ୟା ବୃଦ୍ଧି ସହିତ ସାମାଜିକ ସଂରଚନା ସରଳରୁ ଜଟିଳ ପ୍ରକୃତି ଧାରଣ କରିଥାଏ। ମାନବର ଆବଶ୍ୟକତା ଗୁଡ଼ିକ ବହୁଗୁଣିତ ହୋଇଯାଇଥାଏ। ଏହି ଆବଶ୍ୟକତା ପୂରଣ କରିବା ପାଇଁ ସଫଳ ଶ୍ରମ ବିଭାଜନ ଯଥେଷ୍ଟ ହୋଇନଥାଏ। ତେଣୁ ଶ୍ରମର ଜଟିଳ ବିଭାଜନର ଆବଶ୍ୟକତା ରହିଛି। ଦୁର୍ଖାଇମଙ୍କ ମତରେ ଏହି ଶ୍ରମ ବିଭାଜନ ବ୍ୟକ୍ତିର ସ୍ୱଇଚ୍ଛାରେ ବା ଖୁସିରେ ହୋଇନଥାଏ, କାରଣ ଏହା ଏକ ସାମାଜିକ ପ୍ରକ୍ରିୟା। ପୁନଶ୍ଚ ଦୁର୍ଖାଇମ ସ୍ପଷ୍ଟ କରିଥିଲେ ଯେ ଅତ୍ୟଧିକ ଶ୍ରମ ବିଭାଜନ ଚରମ ବ୍ୟକ୍ତିବାଦ, ସାମୂହିକ ଉତ୍ସାହ ଓ ନିୟମଶୂନ୍ୟତାର ସ୍ଥିତି ଉତ୍ପନ୍ନ କରିଥାଏ। ତ ଧର୍ମର ସିଦ୍ଧାନ୍ତ ଥିଓରି ଅଫ ରିଲିଜିଅନ। ଦୁର୍ଖାଇମ ତାଙ୍କର ଧର୍ମର ସିଦ୍ଧାନ୍ତରେ ଧର୍ମର ଲକ୍ଷଣ, ସୃଷ୍ଟିର ଉତ୍ସ, ପ୍ରକାର ଏବଂ ଏହାର ପ୍ରଭାବକୁ ସମାଜ ବିଜ୍ଞାନ ଦୃଷ୍ଟିକୋଣରୁ ସ୍ପଷ୍ଟ କରିଛନ୍ତି। ତାଙ୍କ ମତରେ ଶ୍ରମ ବିଭାଜନ, ଆତ୍ମହତ୍ୟା ପରି ଧର୍ମ ଏକ ସାମାଜିକ ପ୍ରକ୍ରିୟା। ତାଙ୍କ ବିଚାରରେ ଧର୍ମ ପବିତ୍ର ବସ୍ତୁ ସହିତ ସମ୍ବନ୍ଧିତ ଅନେକ ବିଶ୍ୱାସ ଏବଂ ବ୍ୟବହାରର ଏକ ସଂଗଠନ। ମ୍ୟାକ୍ସ ମୁଲାର, ସ୍ପେନ୍ସର, ଟାୟଲର, ଫ୍ରେଜର ଆଦି ବିଦ୍ୱାନଙ୍କର ଧର୍ମ ସମ୍ବନ୍ଧୀୟ ସିଦ୍ଧାନ୍ତକୁ ସମାଲୋଚନା କରି ଦୁର୍ଖାଇମ ଯୁକ୍ତି ବାଢ଼ିଥିଲେ ଯେ ଧର୍ମ ସମାଜରୁ ସୃଷ୍ଟି ଏବଂ ଏହା ସମୂହ ଉତ୍ତେଜନା ବା ସାମୂହିକ ପ୍ରତିନିଧିତ୍ୱର ଉତ୍ପନ୍ନ। ତ ଆଜି ପାଇଁ ଏତିକି ଥିଲା। ଥ୍ୟାଙ୍କ ୟୁ।